अचमाङ्तानि कर्माणि निबधन्ते धनञ्जय उदासीन वदासीनमसक्तं तेषु कर्मसु मुमूल प्रकृति रूपरे चराचरको सृष्टि करे पुଣି ମୁଁ କଳ୍ପ କ୍ଷୟ ଲୀଳାମ୍ ରଚଇଏ ବ୍ରହ୍ମାଣ୍ଡ ସାରାମ୍ ସୂକ୍ଷ୍ମ ଭାବରେ ଏହି କର୍ମ କରଇ ଯତ୍ନେ ସମ୍ପାଦନମ୍ କିନ୍ତୁ ଏ ସମସ୍ତ କର୍ମରେ ଶ୍ରଦ୍ଧା ମମତା ନାହିଁ ତିଳେ ଏହି କାରଣ ଅର୍ଜୁନ ବାନ୍ଧି ନ ପାରେ ମୋତେ କର୍ମ ହେଲେ ପ୍ରାଣୀର କର୍ମ ଫଳ ମୁଇଁ ଲକ୍ଷ୍ୟ ଦିଏ ତହିଁର ଫଳରେ ଦୃଷ୍ଟି ନ ରଖିଲେ ସେ ଜୀବ ଅଛନ୍ତି ସଂସାରେ କିପରି ହେବି ମୁଁ ଜନମ ଫଳ ନ ଜାଣିଲେ ଅର୍ଜୁନ ନହେଲେ ସରବେ ସମାନ ଭାବେ ଜନ୍ମିବେ ପ୍ରାଣୀଗଣ ଏଣୁ ତାଙ୍କର କର୍ମ ଫଳେ ଲକ୍ଷ୍ୟ ରଖେ ସାକ୍ଷୀ ରୂପରେ ପ୍ରାଣୀର ହୃଦୟରେ ରହି ଏସବୁ ସହଜେ କରଇ ତେଣୁ ମୁଁ ଉଚିତ ରୂପରେ ଅତ୍ୟନ୍ତ ନିର୍ଲିପ୍ତ ଭାବରେ ଜୀବମାନଙ୍କୁ ସୃଷ୍ଟି କରେ ଆମ୍ବର ପ୍ରକୃତି ମଧ୍ୟରେ ଯେ ଯାହା କର୍ମ ଫଳ ନେଇ ମହିରେ ସଂସାର କରଇ ଉତ୍ପତ୍ତି ପ୍ରଳୟର ପାଇଁ କାଳର ନିର୍ଦ୍ଦିଷ୍ଟତା ନାହିଁ ଯେହେତୁ ଈଶ୍ୱର କର୍ମରେ ଲିପ୍ତ ନଥାନ୍ତି କେତେବେଳେ ଇଚ୍ଛାମୟଙ୍କର ଇଚ୍ଛାରେ ଜଗତ ସୃଷ୍ଟି ହୋଇ ଚାଲେ ମୟା ମଧ୍ୟ କ୍ଷଣେ ପ୍ରକୃତି ଶ୍रूयते ସଚରାଚରମ୍ ହେତୁନାନେନ କୁନ୍ତେୟ ଜଗତ୍ ବିପରୀତ ବର୍ତ୍ତତେ ଶୁଣ ମୁଁ କହୁଛି ଅର୍ଜୁନ ଜଗତ ନିର୍ମାଣ ବିଧାନ କାହିଁରେ ସେ କର୍ମ ବନ୍ଧନେ ପତିତ ନୁହେଁ ମୁହିଁ କ୍ଷଣେ ଏକଥା କହୁ ଅଛି ଖୋଲି ତୁମ୍ଭେ ଆମର ପ୍ରିୟ ବୋଲି ଆମ୍ବର ତତ୍ତ୍ୱାବଧାନରେ ଉତ୍ପତ୍ତି ଶକ୍ତି ବଳରେ ତ୍ରିଗୁଣମୟୀ ଏ ପ୍ରକୃତି ଯୋଗ ମାୟା ଯାକୁ କହନ୍ତି ସତରଜତମ ତ୍ରିଗୁଣମ୍ ଏତହୁଁ ପ୍ରକୃତି ଗଠନ ମୂଳ ଅଷ୍ଟ ପ୍ରକୃତି ପୁଣି ଜୀବର ସୂକ୍ଷ୍ମ ତତ୍ତ୍ୱ ଘେନି କ୍ଷିତି ଆପତେ ଯସହିତ ଆବର ବେମ ଯେ ମରୁତମ୍ ପ୍ରକୃତି ବୁଦ୍ଧି ଅହଙ୍କାର ଏପରି ଆଠ ପ୍ରକାର ଏଥିରେ ଚରାଚର ପ୍ରାଣୀ ରଚନା କରେ ପୁଣି ପୁଣି ହେମନ୍ତ ସଂସାରର ଚକ୍ର ଘୁରୁଥାଏ ଯେ କାଳ କାଳ କିପରି ଜଗତ ନିର୍ମାଣ ହୁଅଇ ସେଇ କଥା ଶୁଣ ମୂଳ ପ୍ରକୃତି ଯାକୁ କହି ଅବ୍ୟକ୍ତ ସନାତନ ସେହି ପ୍ରାଣୀମାନଙ୍କୁ କରି ଜାତ ବସଇ ତାର ହୃଦଗତ ଜୀବର ସୂକ୍ଷ୍ମ ତତ୍ତ୍ୱ ସେହି ତହିଁରେ ସଂସାର ଗଡ଼ଇ ମୂଳ ପ୍ରକୃତି ପ୍ରାଣୀ ଜୀବ ବିସ୍ତାର କରେ ବଂଶ ନିଜ ସୂକ୍ଷ୍ମ ବୀଜ ଆସେ ମହିକୁ ସିଧା ଜନ୍ମ ଦିଏ ଜୀବକୁ ତହିଁରୁ ସ୍ଥୂଳ ଦୃଶ୍ୟମାନ ବୀଜ ହୁଅନ୍ତି ଉତ୍ପନ୍ନ ଯେଣୁ ପରମାଣୁ ଜୀବରୁ ଜନ୍ମନ୍ତି ଗୁଳ୍ମ ଲତା ତରୁ ତହିଁରୁ ସ୍ଥୂଳ ବୀଜ ହୁଏ ସେଥିରେ ତା ବଂଶ ବଢ଼ାଏ ମୂଳ ବୀଜଟି ଶୂନ୍ୟ ଶୂନ୍ୟ ଯୋଗୀଙ୍କୁ ଯାହା ଦୃଶ୍ୟମାନ ସେ ସୂକ୍ଷ୍ମ ବୀଜ ବ୍ରହ୍ମ ବୋଲି ତୁମ୍ଭ ନିକଟେ କହିଦେଲି ଦେହଟି ପ୍ରକୃତି ଅଟଇ ଚେତନ ତତ୍ତ୍ୱ ବ୍ରହ୍ମ ଏହି ଏ ବ୍ରହ୍ମ ସତ୍ୟ ସନାତନ ହେଲେ ଜୀବର ନାହିଁ ଜ୍ଞାନ ଆତ୍ମାକୁ ବ୍ରହ୍ମ ବୋଲି ଜାଣ ଦିଅନ୍ତି ପ୍ରାଣୀଙ୍କୁ ଜନମ ପ୍ରତି ପ୍ରାଣୀଙ୍କ ହୃଦୟରେ ଅଛନ୍ତି ବ୍ରହ୍ମ ଅବ୍ୟକ୍ତରେ ନାରୀ ପୁରୁଷ ଏକ ହେଲେ
ସନ୍ତାନ ଉପୁଜନ୍ତି ବାରେ। ଦୁଇଟି ଶବକୁ ଥୋଇଲେ ସନ୍ତାନ କିବା ଜନ୍ମିପାରେ। ଏପରି ସର୍ବ ଚରାଚର ହୃଦୟ ପ୍ରଭୁ ନିରାକାର। ବସି ଅଛନ୍ତି ଏହା ଜାଣ ଯିଏ କି ଜଗତ କାରଣ। ଏହାଙ୍କୁ ଚିହ୍ନ ହେ ଅର୍ଜୁନ ଯୋଗ ସାଧନେ ଦେଇ ମନ। ଅବଜାନନ୍ତି ମାଂ ମୂଢ଼ା ମାନୁଷିଂ ତନୁମାଶ୍ରିତଂ ପରଂ ଭାବମଜାନନ୍ତ ମମ ଭୂତ ମହେଶ୍ୱରମ୍। ଆମ୍ଭେ ଯେ ପ୍ରାଣୀଙ୍କ ଈଶ୍ୱର ଏହା ନ ଜାଣେ ମୂଢ଼ ନର। ନ ଜାଣେ ମୋ ପରମ ଭାବ ଜଗତ କର୍ତ୍ତା ମୁଁ ମାଧବ। ଦେଖି ମୋ ମନୁଷ୍ୟ ଶରୀର ଭାବନ୍ତି ସାଧାରଣ ନର। ଏଣୁ ସମ୍ମାନ ନ ଦିଅନ୍ତି ଆମ୍ଭକୁ ଶ୍ରଦ୍ଧା ନ କରନ୍ତି। ଏହାକୁ କହିବା ବୁଝାଇ କିଛି ଶବ୍ଦର ତତ୍ତ୍ୱ ନେଇ। ମାଧବ ଶବ୍ଦର ତତ୍ତ୍ୱାର୍ଥ। ମାଧବ ଶବ୍ଦର ଅର୍ଥ ତତ୍ତ୍ୱଜ୍ଞାନରେ ବୁଝ ପାର୍ଥ। ମାଧବ ଶ୍ରୀପତିଏ ଦୁଇ ଅର୍ଥରେ କିଛି ଭିନ୍ନ ନାହିଁ। ଶ୍ରୀ ଶବ୍ଦ ଅର୍ଥ ଯେ ଆତ୍ମା ମାପଦର ଅର୍ଥଟି ଆତ୍ମା। ପିତା ମାଧବ ଅର୍ଥ ସ୍ୱାମୀ ଯିଏ ଜୀବଙ୍କ ଅନ୍ତର୍ଯ୍ୟାମୀ। ଏପରି ଆମ୍ଭେ ଭଗବାନ ଚିହ୍ନନ୍ତି ନାହିଁ କେହି ଜନ। ଅବଶ୍ୟ ତାଙ୍କ ଦୋଷ ନାହିଁ ଯେଣୁ ମାୟା ମୋହିତ ସେଇ। ଦିବ୍ୟ ଦୃଷ୍ଟିର ଅଧିକାରୀ ନୁହନ୍ତି ବହୁ ନର ନାରୀ। ଈଶ୍ୱର ଖୋଜନ୍ତି ବାହାରେ ବିବିଧ ଜଡ଼ ପ୍ରତିମାରେ। ଯିଏ ଅଟନ୍ତି ଯୋଗୀ ଜନ ନିଶ୍ଚୟ ସେ ନର ନାରାୟଣ। ଯୋଗ ସାଧନେ ସିଦ୍ଧ ହୋଇ ଆତ୍ମା ସ୍ୱରୂପେ ରହିଥାଇ। ସୃଷ୍ଟି କରନ୍ତି ଆତଜାତ କିପରି ବୁଝିବ ଜଗତ। କହିବା ମନୁଷ୍ୟର ଅର୍ଥ ଯାହାକି ପୁରାଣ ବିଦିତ। ସ୍ୱୟଂଭୁବ ମନୁ ମହର୍ଷି ଶତରୂପା ତାଙ୍କ ମହିଷୀ। ତହୁଁ ସୃଷ୍ଟି ହେଲେ ମନୁଷ୍ୟ ଏଣୁ ମାନବ ତାଙ୍କ ବଂଶ। ଏଣୁ ମନୁଙ୍କର ସନ୍ତାନ ମାନବ ବୋଲି ଅର୍ଥ ଘେନ। ଏଣୁ ଏପରି ନର ଗଣେ ଚିହ୍ନନ୍ତି ନାହିଁ କି କାରଣେ। ଏକଥା କହିବା ଅର୍ଜୁନ ଶୁଣ ନିବେଶୀ ମନ କନ। ମୋଘ ସାମଘ କର୍ମଣ ମୋଘ ଜ୍ଞାନାଃ ବିଚେତସଃ ରାକ୍ଷସୀ ମାସୁରୀଂଶ୍ଚୈବ ପ୍ରକୃତିଂ ମୋହିନୀଂ ସ୍ଥିତାଃ। ବୃଥା ଆଶା ଯେ ବୃଥା କର୍ମ ସଙ୍ଗରେ ଥାଏ ବୃଥା ଜ୍ଞାନ। ବିଶେଷ ରୂପେ ଅଚେତନ ଥାଏ ଦୈତ୍ୟ ଆସୁରୀ ଗୁଣ। ପୁଣି ମୋହିତ ପ୍ରକୃତିର ଆଶ୍ରୟେ ଥାନ୍ତି ଯେଉଁ ନର। ତାଙ୍କର ଆଶା କର୍ମ ଜ୍ଞାନ ନ କରେ ସୁଫଳ ପ୍ରଦାନ। ଏଣୁ ସେ ଜାଣି ନ ପାରନ୍ତି ଆତ୍ମାକୁ ଶ୍ରଦ୍ଧା ନ କରନ୍ତି। ଏହାକୁ କହିବା ବୁଝାଇ ଶୁଣ ଅର୍ଜୁନ ମନ ଦେଇ। ବୃଥା ଆଶା ତାହାକୁ କହି ଯାହାକି ପୂରଣ ନୁହଁ। ନିଜ ପ୍ରତିଷ୍ଠା ମାନ ଧନ ଏଇ ଆଶାରେ ଥାନ୍ତି ଜନ। ଏ ଆଶା ଆଶାରେ ହିଁ ରହେ ସଂସ୍କାରୀର ପୂରଣ ହୁଏ। ବୃଥା କର୍ମ ଯାହାକୁ କହି ବନ୍ଦନକାରୀ କର୍ମ ସେହି। ଯେ କର୍ମ ନିଷ୍କାମ ନୁହଁ ତହିଁରେ ବନ୍ଦନ ଯେ ଥାଇ। ଯଜ୍ଞ ପୂଜନ ନାନା ଦାନ ଆବର ତୀର୍ଥ ପର୍ଯ୍ୟଟନ ଏସବୁ ବନ୍ଦନ ମଧ୍ୟରେ ପଡ଼ି ଅଛନ୍ତି କେତେ ନରେ। ବୃଥା ଜ୍ଞାନ ତାହାକୁ କହି ଯହିଁରେ ଆତ୍ମଜ୍ଞାନ ନାହିଁ। ଯେ ଜ୍ଞାନେ ମୁକ୍ତି ନ ମିଳଇ ତାହା କି ଜ୍ଞାନେ ଗଣାଯାଇ। ଅଚେତନ ଯାହାକୁ କହି ପ୍ରକୃତି ବସେ ରହିଥାଇ। ବିଷୟ ମଧ୍ୟେ ବୁଡ଼ି ରହି
ଜ୍ଞାନ ଅଜ୍ଞାନ ନ ଜାଣଇ ସଂସାର ଦୁଃଖ ଭୋଗ କରି ଧରାଧାମରୁ ଯାଏ ଚାଲି। ମୋହିନୀ ପ୍ରକୃତି ଯେ ଅଟେ ପ୍ରାଣୀ ବଞ୍ଚଇ ଦୁଃଖ କଷ୍ଟେ। ଯାହାକି ତାର ମୂଳ ଲକ୍ଷ୍ୟ ଅନ୍ୟ ମନରେ ଦିଏ ଦୁଃଖ। ରାକ୍ଷସୀ ଆସୁରୀର କଥା ଏବେ କହିବା ସାମରଥା। ଛଳ କପଟ ମାୟା ଗୁଣ ଅଜ୍ଞାନ ହିଂସା ଆଚରଣ। ଏସବୁ ଯାର ହୃଦୟ ଅଛି ଆମ୍ଭକୁ ଜାଣି ନ ପାରୁଛି। କିନ୍ତୁ ଯେତେକ ଯୋଗୀ ଜନ ଆମ୍ଭକୁ ଜାଣନ୍ତି ଅର୍ଜୁନ। କିପରି ଜାଣନ୍ତି ଆମ୍ଭଙ୍କୁ ସେ କଥା କହୁଛି ତୁମ୍ଭଙ୍କୁ।